ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସଦର ମହକୁମା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର 22/12/2025 ତାରିଖ ଦିନ 33ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ପ୍ରଭାକର ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସହମନ୍ତ୍ରୀ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ହେମନ୍ତ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କର, ବିଦ୍ୟାଳୟ ସଭାପତି ଅଭିରାମ ବେହେରା, ସମ୍ପାଦକ ସଞ୍ଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ରବିନାରାୟଣ ପଟ୍ଟନାୟକ, ସାଂସଦକ ପ୍ରତିନିଧି ସୁଶାନ୍ତ ପତି ପ୍ରମୁଖଙ୍କ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସରସ୍ୱତୀ ବନ୍ଦନା ସହିତ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କୁନି କୁନି ଶିଶୁମାନଙ୍କ ସୁମଧୁର ସ୍ୱାଗତ ସଙ୍ଗୀତ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ ସହିତ ଅତିଥି ପରିଚୟ ହୋଇଥିଲା। ବିଦ୍ୟାଳୟ ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଇତିହାସ, ପରିଚୟ, ପରିଚାଳନା ଏବଂ ବିଦ୍ୟାର୍ଥୀମାନଙ୍କ ସଫଳତା ବର୍ଣ୍ଣନା କରିଥିଲେ। ତେବେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିମାନେ ସରସ୍ୱତୀ ଶିଶୁ ମନ୍ଦିରର ମହତ୍ ଉଦ୍ଦେଶ୍ୟ, ଲକ୍ଷ୍ୟ, ଦେଶ ମାତୃକା, ଦେଶ ସେବାରେ ଯୋଗଦାନ ଏବଂ କିପରି ଏହା ଏକ ମଣିଷ ତିଆରି କାରଖାନା ହୋଇପାରିଛି ଏବଂ କିପରି ଏହି ଶିକ୍ଷା ଆନ୍ଦୋଳନ ଆଗକୁ ଆହୁରି ଲକ୍ଷ୍ୟ ପୂରଣ କରିପାରିବ ବର୍ଣ୍ଣନା କରିଥିଲେ। ତେବେ କୁନି କୁନି ଶିଶୁମାନଙ୍କ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ମାଧ୍ୟମରେ କାର୍ଯ୍ୟକ୍ରମକୁ ସୁମଧୁର କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ହିନ୍ଦୋଳରୁ ସନାତନ ନାଥଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।